ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜରେ 3 ଦିନ ବ୍ୟାପୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଚାଲୁଅଛି। ଗତ 12/8/2024 ସୋମବାର ଦିନ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଥିଲା। ନିଶା ବର୍ଜନ କରିବା ଉଦ୍ଦେଶ୍ୟରେ ଏକ ଶପଥପାଠ କରାଯାଇଥିଲା। ଏହି ଶପଥପାଠରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ମିଶ୍ରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀମାନେ ଶପଥପାଠ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରିୟ ସଂଗଠନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଟଙ୍କଧର ବାରିକ ଉପସ୍ଥିତ ଥିଲେ। ତା 13/8/2024 ମଙ୍ଗଳବାର ଦିନ କଲେଜର ଜାତୀୟ ସେବା ଯୋଜନା ତରଫରୁ ଫାଇଲେରିଆ ନିରାକରଣ ଅଭିଯାନ କରାଯାଇ ସାମୂହିକ ଔଷଧ ସେବନର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଶତାଧିକ ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୀପ୍ତିରଞ୍ଜନ ମହାଲିକଙ୍କ ତତ୍ତ୍ୱାବଧାନ ତଥା ଅତିଥି ଭାବେ ଶିକ୍ଷା ବିଭାଗର ଅଧ୍ୟାପକ ବାବୁଲି ସାହୁ, ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ସସ୍ମିତା ବେହେରା ଯୋଗ ଦେଇଥିଲେ। ଆଜି 14/8/2024 ବୁଧବାର ଦିନ କଲେଜର ୟୁଥ୍ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ପିଙ୍ଗୁଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଅଧିକାରୀ ଡାକ୍ତର କୌଶିକ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଏଡ୍ସର ଭୟାବହତା, କାରଣ, ନିରାକରଣ ସମ୍ପର୍କିତ ବହୁ ତଥ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ଦୁର୍ଘଟଣାର ପ୍ରାଥମିକ ଚିକିତ୍ସା ବା ଉପଚାର ନିମନ୍ତେ ବିଶଦ ସୂଚନା ପ୍ରଦାନ ନିମନ୍ତେ ରିଜିଓନାଲ ଜୁନିୟର କଲେଜର ଯୁବ ରେଡ୍ କ୍ରସର ତାଲିମପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବରୁଣ ଚନ୍ଦ୍ର ମାଝୀ ଯୋଗଦେଇ ଦୁର୍ଘଟଣାରେ ଜୀବନ ବଞ୍ଚାଇବାର ସୂତ୍ର ପ୍ରଦାନ କରିଥିଲେ। ଏହାକୁ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୀପ୍ତିରଞ୍ଜନ ମହାଲିକ ପରିଚାଳନା କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।